2026 ନୂଆବର୍ଷ ଆରମ୍ଭରେ ଚୁନାଗଡ଼ରେ ଦୁର୍ଘଟଣାରେ ଜଣଙ୍କ ଜୀବନ ନେଲାଣି। କଳାହାଣ୍ଡି ଜିଲ୍ଲା ଚୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମଲା ଛକସ୍ଥିତ ଜାତୀୟ ରାଜପଥ 130C ବୁଲାଣି ରାସ୍ତାରେ ପିଟି ହୋଇ ଯୁବକର ମୃତ୍ୟୁ ଘଟିଛି। ପ୍ରକାଶ ସାହୁକି ଧର୍ମଗଡ଼ ବସ୍ତିପଡ଼ାର ଦୁଇ ସାଙ୍ଗ ପିଣ୍ଟୁ ବାଗ ବୟସ 25 ଏବଂ ଓମଦୀପ ବୟସ 25 ଏକ ପଲ୍ସର ବାଇକ୍ ନମ୍ବର OD 08T2719 କୌଣସି କାମରେ ନିଜ ଘରୁ ଚୁନାଗଡ଼ ଅଭିମୁଖେ ଆସୁଥିବା ସମୟରେ ରାତିରେ ବଳଦିଆମଲା ଛକ ଜାତୀୟ ରାଜପଥ 130C ବୁଲାଣିରେ ପିଟି ହୋଇ ପିଣ୍ଟୁ ବାଗଙ୍କ ମୃତ୍ୟୁ ଘଟିଛି। ମୃତ ପିଣ୍ଟୁ ଧର୍ମଗଡ଼ର ଏକ ନିଜର ବାଇକ୍ ଗ୍ୟାରେଜ କରି ପେଟପାଟଣା କରୁଥିଲେ। ଖବର ପାଇ ଚୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପିଣ୍ଟୁ ବାଗଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଅନ୍ୟ ଓମଦୀପଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। କଳାହାଣ୍ଡିରୁ ଖଗେଶ୍ୱର ଧଙ୍ଗଡ଼ା ମାଝୀଙ୍କ ରିପୋର୍ଟ, ଉତ୍କଳ ମେଲ୍ ଟିଭି।